ଦୁଇଟି ସଡ଼କ ଦୁର୍ଘଟଣାରେ 3 ଆହତ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଘୁଦେଗିରି ଥାନା ଅଧୀନରେ ଥିବା ଶ୍ରୀକୋଲା ଠାରୁ କତିଙ୍ଗିଆ ପର୍ଯ୍ୟନ୍ତ ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି 3 ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ରାଇକେ ବ୍ଲକ ଅନ୍ତର୍ଗତ ଚାଞ୍ଚେଡ଼ି ପଞ୍ଚାୟତ ସ୍ଥିତ କେଲେ ମହାନ ନିବାସୀ ରଞ୍ଜନ ବେହେରା 26 ଓ କାଶୀନାଥ ନାୟକ 40 ନିଜ ବାଇକ ଦ୍ୱାରା ଲିଙ୍ଗାଡ଼ ଯାତ୍ରା ଦେଖିବା ପାଇଁ ଆସି ରାଇକ୍ଷା ଫେରୁଥିଲେ। ଠିକ୍ ସେତିକି ବେଳକୁ ତ୍ରପା ଘାଟି ପୂର୍ବରୁ କତିଙ୍ଗିଆ ଆଡ଼ୁ ଗୋଟିଏ ଅଟୋ ଆସି ବାଇକକୁ ଧକ୍କା ଦେଇଥିଲା, ଯାହାଫଳରେ ବାଇକ୍ ଆରୋହୀ ଦୁହେଁ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଅନ୍ୟ ଜଣେ ଛାତିରେ ମାଡ଼ ହୋଇ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ପରେ ତାଙ୍କୁ ଦେଖି ଯୁବକମାନେ ସେମାନଙ୍କୁ ଉଦ୍ଧାର କରି ବାଇକ୍ ଦ୍ୱାରା ଘୁଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ସେ ସ୍ଥାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେହିପରି ଅନ୍ୟ ଏକ ଦୁର୍ଘଟଣା ଲିଙ୍ଗାଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋଟାମାହା ଗ୍ରାମର ନିତ୍ୟାନନ୍ଦ ପ୍ରଧାନ 36 ଘୁଦେଗିରି ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଶ୍ରୀକୋଲା ନିକଟରେ ଏକ ଅଜଣା ବୋଲେରୋ ବାଇକ୍ ପଛ ଆଡ଼ୁ ଧକ୍କା ଦେଇଥିଲା। ସେହି ଅବସ୍ଥାରେ ବାଇକ୍ ଆରୋହୀ ପଡ଼ିଯାଇଥିଲେ ଓ ମୁଣ୍ଡରେ ସାମାନ୍ୟ ଆହତ ହୋଇଥିଲେ। ତାଙ୍କ ଲୋକଙ୍କ ସହାୟତାରେ ଘୁଦେଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରୁଥିବା ସୂଚନା ରହିଛି। ତେବେ ଘୁଦେଇଠାରୁ କତିଙ୍ଗିଆ ପର୍ଯ୍ୟନ୍ତ 2ଟି ପୃଥକ ଦୁର୍ଘଟଣା ଘଟିଥିବା ସୂଚନା ଥିବାବେଳେ ମଦ୍ୟପାନ ଓ ମୋବାଇଲ ଦ୍ୱାରା କଥା ହୋଇ ବାଇକ୍ କିମ୍ବା ଗାଡ଼ି ନ ଚଳାଇବାକୁ ସାଧାରଣରେ ମତ ପ୍ରକାଶ ପାଇଛି। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।